ଆପଣ ନାଁ କ'ଣ? ଗୁଣବଣୀ ସାହୁ। କୋଉଠି ଘର? ଘର କଚୁରୀ ବିଲ। ଆପଣ ଏଇ ଯୋଉ ଦେଖୁଛନ୍ତି ରାସ୍ତାର ଅବସ୍ଥା କେମିତି? ବହୁତ ମାନେ ରାସ୍ତା ଜାଗା ନା କ'ଣ ମଉସା? ଏ ଜାଗା ହଉଛି ନୂଆପଡ଼ାରୁ ତାଳସଙ୍ଗା ଭିତରେ ଆଉ। ଆପଣଙ୍କର ନବୀନ ସରକାର 24 ବର୍ଷ ସରକାର ଗଲା, ମୋହନ ସରକାର ଆସିଲା, ତଥାପି ରାସ୍ତାର କିଛି ପରିବର୍ତ୍ତନ ହେଇପାରିଲା? ପରିବର୍ତ୍ତନ ହେଇଛି ଯଦିଓ କିଛିଟା ହେଇଛି, ଆଉ ଆଗକୁ ହେଇଯାଇଛି ଏଠି ମଝିରେ ପ୍ରାୟ ରହିଯାଇଛି ଆଉ। କେମିତି କ'ଣ ରହିଗଲା? କେମିତି ରହିଗଲା? ଲୋକମାନେ ତ ଏଠି ଶହ ଶହ ହଜାର ହଜାର ଲୋକ ପ୍ରତିଦିନ ଯାତାୟାତ କରୁଛନ୍ତି। ପ୍ରତିଦିନ ହଜାର ହଜାର ଶହ ଶହ ଲୋକ ଯିବା ଲମ୍ବିଛି କୋଉଠୁ କୋଉ ପର୍ଯ୍ୟନ୍ତ ଲମ୍ବିଛି? କୋଉଠୁ ଏଇ ରାସ୍ତା ଏଟା ହଳଦିଆଗଡ଼ାରୁ ପୁରା ଯାଇଛି ତିର୍ତ୍ତୋଲ, କିନ୍ତୁ ତଥାପି ଗର୍ଦ୍ଧପୁର ମେନ୍ ମୁଖ୍ୟ ରାସ୍ତା ଏଇଟା ମୁଖ୍ୟ ରାସ୍ତା। କିନ୍ତୁ ରାସ୍ତାର ଅବସ୍ଥା ଏମିତି ଦୁରାତ୍ମୀୟ ଏଭଳିଆ ଅବସ୍ଥାରେ ପଡ଼ିଯାଇଛି। ଆଜ୍ଞା, ସୁଧୁରୁନି ନା। ଆପଣ କ'ଣ କହିବେ? ରାଜ୍ୟ ସରକାରଙ୍କ ପାଇଁ ନିବେଦନ କ'ଣ ରଖିବେ? କେମିତି ରାସ୍ତାଘାଟ ଟିକେ ହେଇଗଲେ ସୁବିଧାରେ ଟିକେ ଲୋକ ଯିବା ଆସିବା କରିବେ, ଭଲ ମନ୍ଦ, ଏଇ ତ ସବୁ କଥା। ଆଉ କ'ଣ ଅଛି? ରାସ୍ତାଟା ବହୁତ ପର୍ଟିକୁଲାର ମଉସା ଏଇ ଜାଗା ନାଁଟା କ'ଣ? ଏଇ ଜାଗାଟା ନାଁ ହେଉଛି ମାଣିକପୁର। ମାଣିକପୁର। ଆଗ ଜାଗାଟା ନା? ଆଗ ଜାଗାଟା ନୂଆପଡ଼ା ବଜାର ମାର୍କେଟ। ନୂଆପଡ଼ା ବଜାର। ଭାଇ ଆପଣଙ୍କ ନାଁ କ'ଣ? କ'ଣ ବି କହିଲେ ହବ?